ଜୟ ଜଗନ୍ନାଥ ସାଙ୍ଗମାନେ ଏ ଯୋଉ ଡାଟାଟା ଅଛି ଏକ୍ସେଲ ଡାଟାଟା ଅଛି ଯୋଉ କମ୍ପ୍ୟୁଟର ଲାପଟପ୍ ଯୋଉ ଲେଖା ଅଛି ତା ଆଗରେ ଯୋଉ ପ୍ରାଇସ୍ ଲେଖାଛି ନା ମାନେ ଅସୁନ୍ଦର ଦେଖାଯାଉଛି ଆଗରେ ଯେମିତି ଧର ଆରଏସ୍ ଲେଖା ହେଇକି ଆସନ୍ତା କେତେ ଭଲ ଦେଖାଯିବ ଡାଟା ତ ବି ସୁନ୍ଦର ଦେଖାଯିବ। ଏଟା କେମିତି ହବ ଆଡଭାନ୍ସ ଫିଚର ଯୋଉ ଲେଖା ହେଇଛି କଣ୍ଟ୍ରୋଲ ପ୍ଲସ ୱାନ୍ ଯୋଉ କରାହେଇଛି ଯୋଉ ଏଥିରେ ହିଁ ହେଇପାରିବ। ଦେଖନ୍ତୁ ଫାର୍ଷ୍ଟ ଡାଟାକୁ ସିଲେକ୍ଟ କରିନେବା ତାପରେ କଣ୍ଟ୍ରୋଲ କୁ ହୋଲ୍ଡ କରିକି ୱାନ୍ କୁ ପ୍ରେସ୍ କରିବା ଆସିଲା ଏଇ ଯୋଉ କଷ୍ଟମ ଅଛି କଷ୍ଟମ କୁ ଯାଇକିରି ଏଇ ଯୋଉ ଜେନେରାଲ ଜାଗାରେ ଆମେ କାଟିଦବା ଏଠି କଣ ଲେଖିବା ନା ଏ ଯୋଉ ଆମର ଡବଲ ଇନଭର୍ଟେଡ କମା ତାପରେ ଲେଖିବା ଆରଏସ୍ ଯାହା ଯେମିତି ଆରଏସ୍ ଲେଖ କି ପ୍ରାଇସ୍ ଲେଖନ୍ତୁ ଯାହା ଲେଖନ୍ତୁ ମୁଁ ଯେମିତି ଆରଏସ୍ ଲେଖିଲି ଗୋଟେ ଆଠ ବଡ ଛୋଟ ଏସ୍ ଲେଖିଲି ତାପରେ କଣ କରିବେ ଆପଣ ଏଠି ଡଟ୍ ଦିଅନ୍ତୁ କିମ୍ବା ଏରୋ ସ୍ପେସ୍ ଦିଅନ୍ତୁ ଯାହା ମୁଁ ଡଟ୍ ଦେଲି ଦେଖେଇବି ପରେ ଡଟ୍ ଦେଲି ତାପରେ ଗୋଟେ ସ୍ପେସ୍ ଦେଇକିରି ଡବଲ ଇନଭର୍ଟେଡ କମା ପୁଣି ଜିରୋକୁ ପ୍ରେସ୍ କରିକି ଏଣ୍ଟର କି ହିଟ୍ କରିବା ଦେଖନ୍ତୁ ଆସିଲା ନା ଆରଏସ୍ ଦେଖନ୍ତୁ କେତେ ସୁନ୍ଦର ହେଲା ଆରଏସ୍ ଦେଖିଲା ଆରଏସ୍ 40,000 40,000 50,000 ଆରଏସ୍ ଯୋଉ ଡଟ୍ ଜାଗାରେ ଆପଣ ଅନ୍ୟ କୌଣସି ବି ଚେଞ୍ଜ କରିବେ ଦେଖନ୍ତୁ ମୁଁ ଚେଞ୍ଜ କରିଦେଉଛି ଆପଣଙ୍କୁ କଣ୍ଟ୍ରୋଲ କୁ ହୋଲ୍ଡ କରିକି ୱାନ୍ କୁ ପ୍ରେସ୍ କଲି ପୁଣି ଏଠିକି ଆସିଲେ ଏଠି ଯୋଉ ଡଟ୍ ଚିହ୍ନଟା ଅଛି ନା ଏଠି ମୁଁ ତାକୁ ବ୍ରେକ୍ ସ୍ପେସରେ ଏଠି କଣ କରିବି ଗୋଟେ ହାଇପିନ୍ ଟେ ଦେଇଦେଲି ଦେଖନ୍ତୁ ହାଇପିନ୍ ଦେଇଦେଲି ଓକେ କରିଲି ଦେଖନ୍ତୁ ହାଇପିନ୍ ଆସିଲା ନା ଏମିତି ଆପଣ ଚେଞ୍ଜ କରିବେ। ଯଦି ଏଇ ଟିପ୍ ଟି ଭଲ ଲାଗିଲା ତାହେଲେ ଓଡି କମ୍ପ୍ୟୁଟର ଲାଇକ୍ ଆଣ୍ଡ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।